ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ। ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁପକ୍ଷୀଙ୍କ ଦ୍ୱାରା ବଂଶ ବିସ୍ତାର କରିଥାଏ। ବଡ଼ ହେଲା ପରେ ଏହାର ଡାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ। ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟାଏ ବରଗଛ ରହୁଥିଲା। ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି। ଗାଁ ଲୋକ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତ ଗଛର ବାହାଘର କରିଥାନ୍ତି। ଏହା କଷାୟ ରସ, ଶୀତବୀର୍ଯ୍ୟ ଧାରକ, ଗୁରୁପାକ, ରସାୟନ, କାନ୍ତିପ୍ରଦ, ସ୍ତମ୍ଭନକାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ। ପ୍ରମେହ ଓ ସ୍ୱପ୍ନଦୋଷର ଏକ ପ୍ରମୁଖ ଔଷଧ ରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ। ଏହାର ଓହଳରେ ଦାନ୍ତ ଘଷିଲେ ମୁଖକାନ୍ତି ବଢ଼େ ବୋଲି କୁହାଯାଏ। ଏହାର ଫଳକୁ ଔଷଧି ରୂପେ ବ୍ୟବହାର କରାଯାଏ।